ଯାହା ବିତି ଯାଉଛି ତାହା ସମୟ ନୁହେଁ, ତାହା ଆପଣଙ୍କ ଜୀବନ। ସମୟକୁ ସମ୍ଭାଳି ହେବନି, ସେଥିପାଇଁ ଆଜିର କର୍ମକୁ ସମ୍ଭାଳି ଦିଅ। କାଲିର ସମୟ ଏବଂ ଜୀବନ ଆପେ ଆପେ ସମ୍ଭାଳି ହୋଇଯିବ। ଆପଣ ନିଜର ଭଲ ଗୁଣକୁ ନିଜ ଭିତରେ ଖୋଜନ୍ତୁ। ଆପଣଙ୍କ ଖରାପ ଗୁଣ ଖୋଜିବାକୁ ଲୋକମାନେ ଅଛନ୍ତି। ସାହସ ବଢ଼େଇ କିଛି କରିବାକୁ ଚାହୁଁଥିଲେ ନିଜ ପାଦକୁ ଆଗକୁ ବଢ଼ାନ୍ତୁ। ପଛକୁ ଟାଣିବା ପାଇଁ ଲୋକମାନେ ଅଛନ୍ତି। ସ୍ୱପ୍ନ ଦେଖିବାର ଅଛି ତ ଉଚ୍ଚା ଦେଖ। ତଳକୁ ଦେଖାଇବା ପାଇଁ ଲୋକମାନେ ଅଛନ୍ତି। ନିଜ ବଡ଼ ଇଚ୍ଛାକୁ ଜିଦି କରିନିଅ ଏବଂ ଜିଦିକୁ ମନ ଭିତରେ ଅଗ୍ନି ପରି ଜାଳିକି ରଖ। ସଫଳତା ପାଇଗଲେ ଜଳିବା ପାଇଁ ଲୋକମାନେ ଅଛନ୍ତି। ହାରିଯାଅ କି ଜିତିଯାଅ, କିନ୍ତୁ ଚେଷ୍ଟାର ଗୋଟିଏ ସୁନ୍ଦର ଅତୀତ ବନାଅ। କଥା ବନେଇବା ପାଇଁ ଲୋକମାନେ ଅଛନ୍ତି। ପ୍ରେମ କରିବାର ଅଛି ତେବେ ନିଜ କର୍ମକୁ ପ୍ରେମ କର। ଘୃଣା କରିବା ପାଇଁ ଲୋକମାନେ ଅଛନ୍ତି। ଆରେ ଅଯଥାରେ ଲୋକମାନଙ୍କର କାମକୁ ସେମାନଙ୍କ ଠାରୁ ଛଡ଼ାଇ ନିଅନ୍ତୁ ନାହିଁ। ବାସ୍ ଆପଣ କର୍ମ କରିଚାଲନ୍ତୁ। କିଛି ହାସଲ କରିବା ପରେ ଆପଣଙ୍କ ପ୍ରଶଂସା କରିବା ପାଇଁ ଲୋକମାନେ ଅଛନ୍ତି। ସମୟ ଏବଂ ଶବ୍ଦ, ଏହି ଦୁହିଁଙ୍କର ବ୍ୟବହାର ବଡ଼ ଦାୟିତ୍ୱର ସହ କରନ୍ତୁ, କାରଣ ଏହି ଦୁଇଟି ଯାକ ନା କେବେ ଆଉ ଥରେ ଫେରନ୍ତି, ନା ହିଁ ତାକୁ ଏଡିଟ୍ କରିବାକୁ ଚାନ୍ସ ଦିଅନ୍ତି। ଗୋଟିଏ ରାଜାଙ୍କ ପାଖରେ 4ଟି ଘୋଡ଼ା ଥିଲା। ସେ ସେହି ଘୋଡ଼ାମାନଙ୍କୁ ବହୁତ ଭଲ ପାଆନ୍ତି, କିନ୍ତୁ ଅନେକ ଥର ପ୍ରୟାସ ପରେ ମଧ୍ୟ ସେ ସେହି ଘୋଡ଼ାମାନଙ୍କୁ ନିଜ ଆୟତ୍ତକୁ ଆଣିପାରିନଥିଲେ। ଯେତେ ଥର ସେମାନଙ୍କ ଉପରେ ସେ ବସିବାକୁ ଚେଷ୍ଟା କରିଛନ୍ତି, ଘୋଡ଼ାମାନେ ତାଙ୍କୁ ତଳେ ଫୋପାଡ଼ି ଦେଇଛନ୍ତି। ରାଜା ଏଥିପାଇଁ ଖୁବ୍ ଚିନ୍ତିତ ଥିଲେ ଏବଂ ସିଏ ଜଣେ ପଶୁପ୍ରେମୀ ହୋଇଥିବାରୁ ଘୋଡ଼ାମାନଙ୍କୁ କେବେ କଷ୍ଟ ଦେଇନଥିଲେ। ତେଣୁ ରାଜ୍ୟରେ ସେ ଏହି ଖବର ପ୍ରଚାର କଲେ, ଯିଏ ଏହି ଘୋଡ଼ାମାନଙ୍କୁ କୌଣସି କଷ୍ଟ ନ ଦେଇ ଆୟତ୍ତ କରିପାରିବ, ରାଜାଙ୍କ ଦ୍ୱାରା 1000 ସ୍ୱର୍ଣ୍ଣମୁଦ୍ରା ସହ ଆଉ କିଛି ମୂଲ୍ୟବାନ ରତ୍ନ ମଧ୍ୟ ଉପହାର ଦିଆଯିବ। ରାଜ୍ୟରୁ ଅନେକ ଦକ୍ଷ ଲୋକ ଆସିଲେ, କିନ୍ତୁ କେହି ବି ଏହି ଘୋଡ଼ାମାନଙ୍କୁ ଆୟତ୍ତ କରିପାରିଲେ ନାହିଁ। ଏସବୁ ଦେଖି ରାଜା ଆହୁରି ବ୍ୟତିବ୍ୟସ୍ତ ହୋଇଗଲେ। ଠିକ୍ ସେହି ସମୟରେ ଜଣେ ଯୁବକ ରାଜାଙ୍କୁ ଚାହିଁ କହିଲା, ହେ ରାଜନ, ମୋତେ ଥରେ ସୁଯୋଗ ଦିଆଯାଉ। ମୁଁ ଏହି ଘୋଡ଼ାମାନଙ୍କୁ ନିଶ୍ଚୟ କବଳିତ କରିପାରିବି। ସେଠାରେ ଥିବା ଅନ୍ୟ ଲୋକମାନେ ମିଶି ଯୁବକର ପରିହାସ କଲେ। ଏତେ ଦକ୍ଷ ଲୋକ ଯେଉଁଠି ହାର ମାନିଲେ, ସେଠି ଏହି ଜଣେ ସାମାନ୍ୟ ଯୁବକ କିପରି କଥା କହୁଛି ଦେଖ। ରାଜାଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନଥିଲା। ସେଥିପାଇଁ ସେ ସେହି ଯୁବକଟିକୁ ଡାକିଲେ ଏବଂ କହିଲେ, ଦେଖ ଯୁବକ, ମୁଁ ଏହି ଘୋଡ଼ାମାନଙ୍କୁ ନେଇ ଅନେକ ମର୍ମାହତ ଅଛି। ଯଦି ଏଥିରେ ତୁମର ହାର ହୁଏ, ତେବେ ଏହି ମୃତ୍ୟୁଦଣ୍ଡ ଦିଆଯିବ। ତୁମେ ରାଜି ତ? ଯୁବକଟି ଉତ୍ତର ଦେଲା, ରାଜନ, ମୋତେ ଥରେ ସୁଯୋଗ ଦିଆଯାଉ, ମୋର ବିଶ୍ୱାସ ମୁଁ ପାରିବି। ରାଜା ପୁଣି କହିଲେ, ଏହି ସର୍ତ୍ତ ସହିତ ତୁମକୁ ଜିତିବାକୁ ହେବ କି ଘୋଡ଼ାମାନଙ୍କୁ ଯେପରି କୌଣସି ଶାରୀରିକ ସ୍ତରରେ କଷ୍ଟ ନ ହୁଏ। ଯୁବକ ଜଣକ କହିଲେ, ଯଥା ଆଜ୍ଞା ରାଜନ, କିନ୍ତୁ ମୋର ମଧ୍ୟ 2ଟି ସର୍ତ୍ତ ଅଛି। ପ୍ରଥମଟି, ମୋତେ 6 ମାସର ସମୟ ଦିଆଯାଉ ଏବଂ ଦ୍ୱିତୀୟଟି, ଘୋଡ଼ା ଚଳାଇବା ପାଇଁ ଯାହା ଯାହା ଆବଶ୍ୟକ ଉପକରଣ ଯଥା ଖାଦ୍ୟ ଏବଂ ଜଙ୍ଗଲ ମଝିରେ ଗୋଟିଏ ବାସସ୍ଥାନର ବ୍ୟବସ୍ଥା କରାଯାଉ। ରାଜାଙ୍କ ପାଖରେ କିଛି ବିକଳ୍ପ ନଥିବା ହେତୁ ସେ ରାଜି ହୋଇଗଲେ। ଠିକ୍ 6 ମାସ ପରେ ଯୁବକ ଜଣକ ନିଜ କଥା ଅନୁଯାୟୀ ରାଜାଙ୍କ ପାଖକୁ ଆସିଲା ଏବଂ ଘୋଡ଼ାକୁ ଆଦେଶ ଦେଲା, ଯାଅ, ରାଜାଙ୍କୁ ପ୍ରଣାମ କର। ଘୋଡ଼ାମାନେ ମଧ୍ୟ ରାଜାଙ୍କ ସାମ୍ନାରେ ନିଜ ଶୈଳୀରେ ପ୍ରଣିପାତ କଲେ। ଏହି ଯୁବକ ଜଣକ କହିଲେ, ଯାଅ, ରାଜାଙ୍କୁ ଜଙ୍ଗଲ ଆଡ଼େ ଖୁବ୍ ବେଗରେ ଭ୍ରମଣ କରାଇ ଆଣ। ତନ୍ମଧ୍ୟରୁ ଗୋଟିଏ ଘୋଡ଼ା ଯୁବକର କଥାକୁ ମାନି ରାଜାଙ୍କ ପାଖରେ ଛିଡ଼ା ହୋଇଗଲା ଏବଂ ରାଜା ଘୋଡ଼ା ଉପରେ ସବାରି କରି ଜଙ୍ଗଲ ଭ୍ରମଣ କରି ଫେରିଲେ ଏବଂ ବହୁତ ଖୁସି ହୋଇ ନିଜ ବଚନ ହିସାବରେ 1000 ସ୍ୱର୍ଣ୍ଣମୁଦ୍ରା ସହ ଆଉ କିଛି ମୂଲ୍ୟବାନ ଅଳଙ୍କାର ମଧ୍ୟ ଭେଟିଦେଲେ। ରାଜା ପଚାରିଲେ, କୁହ ପୁତ୍ର, ତୁମେ କିପରି କରିପାରିଲ? ଯୁବକ ଉତ୍ତର ଦେଇ କହିଲା, ରାଜନ, ଏହା ବହୁ ସରଳ ଥିଲା, ବହୁ ସହଜ ଥିଲା। ପ୍ରଥମେ କିଛି ଦିନ ସେମାନଙ୍କୁ ଖାଇବା ପିଇବାକୁ ଦେଇ ଘୋଡ଼ାଶାଳାରେ ଆରାମ କରିବାକୁ ଦେଲି ଏବଂ ସବୁଦିନ ସେମାନଙ୍କର ଯତ୍ନ ନେଲି। ଗୋଟିଏ ଦିନ ସେମାନଙ୍କର ପଘା ଖୋଲି ଦେଇ ସେମାନଙ୍କୁ ସ୍ୱାଧୀନ କରିଦେଲି। ସେମାନେ ଯୁଆଡ଼େ ଗଲେ ମୁଁ ସେମାନଙ୍କୁ ଅନୁସରଣ କଲି। ଯେଉଁଠାରେ ଜଳର ଆବଶ୍ୟକ ପଡ଼ିଲା, ଯେଉଁଠାରେ ଖାଦ୍ୟର ଆବଶ୍ୟକ ପଡ଼ିଲା, ମୁଁ ଅତି ଆଦରର ସହ ଦେଲି। ସେମାନେ ମଧ୍ୟ ମୋତେ ନିଜର ଭାବି ନେଇଥିଲେ।
ସେଥିପାଇଁ ମୁଁ ସେମାନଙ୍କୁ ମୋ କଥାରେ ଅନୁପ୍ରାଣିତ କରିବାକୁ ଚେଷ୍ଟା କଲି ଏବଂ ସେମାନେ ମଧ୍ୟ ଧୀରେ ଧୀରେ ମୋ କଥାକୁ ମାନିଲେ। ଏସବୁ କଥାକୁ ଶୁଣି ରାଜା ଅତ୍ୟନ୍ତ ଖୁସି ହୋଇଗଲେ ଏବଂ ସେହି ଯୁବକକୁ ଉଚ୍ଚ ଦରମା ଦେଇ ଘୋଡ଼ାମାନଙ୍କର ସେବା କରିବା ପାଇଁ ନିଯୁକ୍ତ କଲେ। ଦର୍ଶକ ବନ୍ଧୁ, ସ୍ୱପ୍ନ ଦେଖିବା ବଡ଼ କଥା ନୁହେଁ। ମଣିଷ ଶୋଇବା ପରେ ତାକୁ ସ୍ୱପ୍ନ ଆସିଥାଏ, କିନ୍ତୁ ବାସ୍ତବରେ ସ୍ୱପ୍ନ ତାହା ହୋଇଥାଏ ଯାହା ମଣିଷକୁ ଶୋଇବାକୁ ଦେଇନଥାଏ। ଏବଂ କେବଳ ସ୍ୱପ୍ନ ଦେଖିଦେଲେ ହେବ ନାହିଁ, ତାହା ପାଇଁ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼ିବ ଏବଂ ଏହି ପରିଶ୍ରମ କରିବା ପାଇଁ ମନରେ ଦୃଢ଼ତା ଥିବା ଆବଶ୍ୟକ ଏବଂ ଏହି ଦୃଢ଼ତା କେବଳ ଅନୁଶାସନ ପାଇଁ ମିଳିଥାଏ। ଜୀବନରେ ଭୟ ମଧ୍ୟ ରହିବା ଆବଶ୍ୟକ, ଯାହା ଆପଣଙ୍କୁ କମ୍ ହରେଇବ। ଯେପରି ପିଲାବେଳେ ସାରଙ୍କ ମାଡ଼କୁ ଡରି ଆମେ ପାଠ ପଢ଼ୁଥିଲୁ ଏବଂ ସେହି ପାଠ ପଢ଼ିବାର ଅଭ୍ୟାସ ଆମକୁ ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଇଥିଲା। ସତକଥା ଏହା କି ସେହି ଅଭ୍ୟାସ ହିଁ ଆମ ପାଇଁ ଅନୁଶାସନ ଥିଲା। ସକାଳୁ ଉଠିବା, ନିଜର ନିତ୍ୟକର୍ମ ସାରି କିଛି ସମୟ ବ୍ୟାୟାମ କରିବା, ତାପରେ କିଛି ଖାଇଦେଇ ପାଠପଢ଼ାରେ ଲାଗିଯିବା, ତାପରେ ବିଦ୍ୟାଳୟରେ ଠିକ୍ ସମୟରେ ପହଞ୍ଚି ସମୟାନୁବର୍ତ୍ତିତ ଗୁଣକୁ ଅଭ୍ୟାସ କରିବା। ଏହା ମଧ୍ୟ ଜୀବନର ଅନୁଶାସନର ଗୋଟିଏ ଅଂଶ ଅଟେ। ଖେଳ ସମୟରେ ମନ ଲଗାଇ ଖେଳିବା ଏବଂ ପାଠ ସମୟରେ ମନ ଲଗାଇ ପାଠ ପଢ଼ିବା, ଏହି ଅଭ୍ୟାସ ମଧ୍ୟ ଜୀବନ ପାଇଁ ଅନୁଶାସନର ଗୋଟିଏ ଅଂଶ। ଏହି ଅନୁଶାସନ ହିଁ ମଣିଷକୁ ସଫଳତା ଦେଇଥାଏ। ଯୁବକ ଜଣକ 4ଟି ଘୋଡ଼ାକୁ ପ୍ରେମ ଏବଂ ଯତ୍ନର ସହ ଅନୁଶାସନର ଲଗାମ ଲଗାଇଲା, ଯାହାଫଳରେ ସେ ଘୋଡ଼ାମାନଙ୍କୁ ଆୟତ୍ତ କରିପାରିଲା। ଯଦି ଆପଣ ଷ୍ଟୁଡେଣ୍ଟ, ତେବେ ଆଜିଠାରୁ ଗୋଟିଏ ରୁଟିନ୍ ତିଆରି କରନ୍ତୁ ଏବଂ ତାକୁ ସୁଚାରୁ ରୂପେ ପାଳନ କରନ୍ତୁ। ଆପଣଙ୍କ ଜୀବନରେ ଅନେକ ଅସମ୍ଭବକୁ ଆପଣ ନିଶ୍ଚୟ ସମ୍ଭବ କରିପାରିବେ ଯଦି ଆପଣଙ୍କ ଜୀବନରେ ଏହି ଅନୁଶାସନ ଅଛି। ଯଦି ଆପଣ କିଛି ବଡ଼ ଉପଲବ୍ଧିର ଆକାଂକ୍ଷା ରଖୁଛନ୍ତି, ତେବେ ଆପଣ ମଧ୍ୟ ନିଜ ପାଇଁ ଗୋଟିଏ ରୁଟିନ୍ ବନାନ୍ତୁ, ନିଜକୁ ଅନୁଶାସନରେ ବାନ୍ଧନ୍ତୁ। ଦେଖିବେ ଆପଣଙ୍କୁ କେହି ନିଜ ଅଧୀନରେ ରଖି ଆପଣଙ୍କ ଉପରେ ଶାସନ କରିପାରିବେ ନାହିଁ। ନିଜର ଯେତେ ଖରାପ ଅଭ୍ୟାସ ଅଛି, ଯେତେ ଖରାପ ଗୁଣ ଅଛି, ସେ ସମସ୍ତଙ୍କ ଉପରେ ଅନୁଶାସନର ଲଗାମ ଲଗାନ୍ତୁ। ଛାଡ଼ିଦିଅ ତାକୁ ଯେ ତୁମକୁ ଭଲ ପାଉନାହିଁ। ନିଜକୁ ଭଲ ପାଅ, ନିଜ ଗୋଲକୁ ଭଲ ପାଅ, ଏତେ ଭଲ ପାଅ କି ତାକୁ ନ ପାଇବା ପର୍ଯ୍ୟନ୍ତ ଯେମିତି ତୁମକୁ ଆଉ କିଛି ବି ଦେଖାଯିବ ନାହିଁ। ଅନୁଶାସନର ବନ୍ଧନରେ ଏମିତି ବାନ୍ଧି ହୋଇଯାଅ ଯେମିତି ତୁମକୁ ହରାଇବାର ଔକାତ ଆଉ କାହା ପାଖରେ ନଥିବ। ଏହିପରି ମୋଟିଭେସନାଲ ଭିଡ଼ିଓ ପାଇବା ପାଇଁ ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରିନିଅନ୍ତୁ। ଭିଡ଼ିଓଟିକୁ ଲାଇକ୍ କରିବା ସହିତ ଆପଣଙ୍କୁ ଏହି କଣ୍ଟେଣ୍ଟଟି କିପରି ଲାଗିଲା କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାନ୍ତୁ। ସେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ, ଧନ୍ୟବାଦ।